ଅନୁତାପ କରିବା ଆମର ଭିତରେ କ'ଣ କ'ଣ ଅଛି ତାହା ଆମେ କାଢ଼ି ପକାଇଦେବା। ତେବେ ଶେଷ 7 ମହାମାରୀ ହେଉଛି ଲୋକମାନଙ୍କୁ ଅନୁତାପର ଓ ସେମାନଙ୍କ ପ୍ରତି ଫେରାଇ ଆଣିବା ପାଇଁ ଶେଷ ଉଦ୍ୟମ। ଏଇଟା ପ୍ରଭୁଙ୍କର ଇଚ୍ଛା। ଯେଉଁମାନେ ପ୍ରଭୁଙ୍କର ଆଡ଼େ ମନ ଦେଉନାହାନ୍ତି ସେମାନଙ୍କୁ ତାଙ୍କର ପାଳକ ପ୍ରଚାରକ ମାନଙ୍କ ମାଧ୍ୟମରେ ସେମାନଙ୍କୁ ଯେମିତି ଫେରାଇ ଆଣିବା ପାଇଁ ପ୍ରଭୁ ଇଚ୍ଛା କରୁଛନ୍ତି। ସେଗୁଡ଼ିକ ମନୁଷ୍ୟମାନଙ୍କ ପ୍ରତି ଈଶ୍ୱରଙ୍କର ସତର୍କବାଣୀ। ଏଇଟା ହେଉଛି ଈଶ୍ୱରଙ୍କର ଶେଷ ସତର୍କବାଣୀ। ଏହି ମହାମାରୀ ଗୁଡ଼ିକ ଶେଷ ହେବା ପରେ ଈଶ୍ୱରଙ୍କର ଶେଷ ଦଣ୍ଡ ଆସିବ। ପ୍ରଭୁଙ୍କର ଆଉ ଗୋଟେ ଅଛି ଏଇଟା ତ ଚାଲିଛି। ସେତେବେଳେ ପ୍ରଭୁଙ୍କର ଆଉ ଗୋଟେ ଦଣ୍ଡ ଆସିବ। ସେ ହେଉଛି ଭଣ୍ଡ ଖ୍ରୀଷ୍ଟ। ସେ ନିଜକୁ କହିବ ମୁଁ ଯୀଶୁ ଖ୍ରୀଷ୍ଟ। ସେ ଏହି ପୃଥିବୀରେ 7 ବର୍ଷ ଶାସନ କରିବ। 3 ବର୍ଷ ଅଧା ସୁଶାସନ କରିବ ଏବଂ 3 ବର୍ଷ ଅରାଜକତା ସୃଷ୍ଟି କରିବ। ତାପରେ ପ୍ରଭୁଙ୍କର ଦିନ ଆସିବ। ଯେଉଁମାନେ ପ୍ରଭୁଙ୍କ ଠାରେ ସେଇ ପଶୁ ହେଲା ସେଇ ଭଣ୍ଡ ଭବିଷ୍ୟତ୍ବକ୍ତା। ସେଇ ପଶୁ ହେଉଛି ସେଇ ଭଣ୍ଡ ଖ୍ରୀଷ୍ଟ। ସେଇ ପଶୁର ପ୍ରତିମାକୁ ଯେଉଁମାନେ ଭୂମିଷ୍ଠ ପ୍ରଣାମ କରିବେ ସେମାନେ କ'ଣ ହେବେ? ବିନଷ୍ଟ ହେବେ। ଆଉ ଯେଉଁମାନେ ସେଇ ପ୍ରତିମାକୁ ପ୍ରଣାମ କରିବେ ନାହିଁ ସେମାନେ ଈଶ୍ୱରଙ୍କ ରାଜ୍ୟରେ ବୃଦ୍ଧି। ପ୍ରିୟ ଭାଇ ଭଉଣୀଗଣ, ଯଦି ଆମମାନେ ଏଇଟା ଦେଖିଛୁ 7ଟି ମହାମାରୀ ଆସୁଛି। ଏହି ପ୍ରକାଶିତ ବାକ୍ୟ ଯଦି ଆମେ ଅଧ୍ୟୟନ କରିବା ହୁଏତ ଆମକୁ ଭୟ ଲାଗିବ। କାହିଁକିନା ଯୋହନକୁ ପାତନାମ ଦ୍ୱୀପରେ ପ୍ରଭୁ କ'ଣ କରିଥିଲେ? ଦର୍ଶନ ମାଧ୍ୟମରେ ଲିପିବଦ୍ଧ କରିବା ପାଇଁ ପ୍ରଭୁ ତାଙ୍କୁ ଆଜ୍ଞା ଦେଇଥିଲେ। ଆଉ ଯୋହନ ନିଜେ ଏଟା ଲେଖିଥିଲେ। ତେବେ ଆମମାନେ କ'ଣ କରିବା? ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା। ଯଦି ଆମମାନେ 2 ପଦରେ ଦେଖିବା, ଏହାପରେ ତାଙ୍କର ଦର୍ଶନ ଯୋହନ ଏହି ସମସ୍ତଙ୍କୁ ଦେଖିଲେ ଯେଉଁମାନେ ସେଇ ପଶୁ ଉପରେ ବିଜୟ ହୋଇଥିଲେ। ମୁଁ ଏବେ କହୁଥିଲି ସେଇ ପଶୁ ଉପରେ ଯେଉଁମାନେ ବିଜୟ ହେଇଥିଲେ ସେଇ ପଶୁକୁ ସେମାନେ ଗ୍ରହଣ କରିନଥିଲେ ବା ସେଇ ପ୍ରତିମାକୁ ଭୂମିଷ୍ଠ ପ୍ରଣାମ କରିନଥିଲେ। ସେମାନେ ବିଜୟ ହୋଇଛନ୍ତି ବୋଲି ଆଜି ଯୋହନ ଦେଖିଛନ୍ତି। ଅର୍ଥାତ୍ ଯେଉଁମାନେ ପଶୁର ପ୍ରତିମାକୁ ପୂଜା କରିନଥିଲେ, ଯେଉଁମାନେ ପଶୁର ପ୍ରତିମାକୁ ପୂଜା କରିନଥିଲେ, ଯଦି ଆମମାନେ ଦେଖିବା ପ୍ରକାଶିତ ତାର 13 ପର୍ବ 14ରୁ 15 ଏଇଠାରେ କ'ଣ ବୋଲି ଲେଖାଯାଏ? ପ୍ରକାଶିତ 13, 14 ଏବଂ 15 ସେ ମହା ଆଶ୍ଚର୍ଯ୍ୟ କର୍ମ କଲେ। ଏହିପରି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ। ଆଉ ସେଇ ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀ ନିବାସୀକୁ ଭ୍ରାନ୍ତ କରି ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହୋଇ ସେ ବଞ୍ଚିତ ଥିଲା ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ। ସେଇ ପଶୁ ତାକୁ ଯେତେ କଲେ ମଧ୍ୟ ସେ କ'ଣ ହେଉଥିଲା? ବଞ୍ଚୁଥିଲା। ସେଇ ପ୍ରତିମାକୁ ପ୍ରଭୁଙ୍କର ଲୋକମାନେ କ'ଣ କରିନଥିଲେ? ସେବା କରିନଥିଲେ ବା ପ୍ରଣାମ କରିନଥିଲେ। ତେବେ ଆଉ ଯେଉଁମାନେ ପଶୁର ଚିହ୍ନ ଧାରଣ କରିନଥିଲେ, ଆମର ପାଇଁ ମଧ୍ୟ ଏହି ପୃଥିବୀ ପୃଷ୍ଠରେ ଅନେକ ପ୍ରକାର ଦୁଃଖ ଆସିବାକୁ ଯାଉଅଛି। ସେଇ ପଶୁର ଚିହ୍ନ ଧାରଣ କରିବା ପାଇଁ ଆମମାନଙ୍କୁ ମଧ୍ୟ ବାଧ୍ୟ କରାଯାଇପାରେ। ତେବେ ଆମମାନେ ସେଠି ଯଦି ପ୍ରତିରୋଧ କରିବା ତାହେଲେ ଆମେ ପ୍ରଭୁଙ୍କ ନିକଟରେ ସଂଗୃହୀତ ହେବା। ତେବେ ସେଥିପାଇଁ ପ୍ରଭୁଙ୍କ ଠାରେ ଆମେ ବିଶ୍ୱାସ କରି ଆମର ଜୀବନକୁ ସଦାସର୍ବଦା ପ୍ରଭୁ ଠାରେ କ'ଣ କରିବା? ଉତ୍ସର୍ଗିତ କରିବା। ପଶୁ ଉପରେ ବିଜୟ ହେବାର ଅର୍ଥ ହେଲା ତାଙ୍କୁ ପୂଜା ଓ ସେବା କରିବା ପାଇଁ ସମ୍ମତ ହେବା। ଆମର ପାଇଁ ଅନେକ ପ୍ରକାର ପରୀକ୍ଷା ଏ ପୃଥିବୀରେ ଆସିବ। ସେହି ପରୀକ୍ଷାରୁ ଆମମାନେ କେବେ ମଧ୍ୟ ବିଚଳିତ ହେବା ନାହିଁ। ଆଜିର ଦିନମାନଙ୍କରେ ଅନେକ ପ୍ରକାର ଘଟଣା ମାନ ଘଟୁଅଛି। ତହିଁରେ ଆମେ କେବେ ମଧ୍ୟ ବିଚଳିତ ନ ହୋଇ ସଦାସର୍ବଦା ପ୍ରଭୁଙ୍କ ଠାରେ ଭରସା କରିବା। ପ୍ରଭୁ
ନିଶ୍ଚିନ୍ତ ଭାବରେ ଆମକୁ ସେ କ'ଣ କରିବେ, ତାଙ୍କର ଦକ୍ଷିଣ ହସ୍ତରେ ତାକୁ ଉଠାଇବେ ଏବଂ ଆମ ସମସ୍ତଙ୍କୁ କ'ଣ କରିବେ, ତାଙ୍କର ସ୍ୱର୍ଗ ରାଜ୍ୟରେ ଆମମାନଙ୍କୁ କରିବେ। ତେବେ ଯୋହନ ଦେଖିଥିବା ବିଜୟ ବ୍ୟକ୍ତିମାନେ ପରିତ୍ରାଣ ପାଇ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ, ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରିବେ। ଯଦି ଆମମାନେ ଦେଖିବା ଯୋହନ ଏଇ ଯୋଉ ପ୍ରକାଶିତ ବାକ୍ୟ ତାର 2 ପର୍ବ 7 ପଦରେ କ'ଣ ଲେଖାଯାଏ, 2 ପର୍ବ ତାର 7 ପଦରେ ଏଇଠାରେ ଲେଖାଯାଏ, ମଣ୍ଡଳୀକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଯେ ଜୟ କରେ ତାହାକୁ ଆମେ ଈଶ୍ୱରଙ୍କ ପାରଦେଶରେ ଥିବା ଜୀବନ ରୂପକ ଜୀବନ ବୃକ୍ଷର ଫଳ ଖାଇବାକୁ ଦେବା। ପ୍ରିୟ ଭାଇ ଏବଂ ଭଉଣୀଗଣ, ଆମମାନେ ଯେପରି ଦୃଢ଼ ବିଶ୍ୱାସରେ ବଞ୍ଚିବା, ତାହା ନିଶ୍ଚିନ୍ତ ଭାବରେ ପ୍ରଭୁଙ୍କର ସେଇ ଜୀବନ ରୂପକ ଫଳ ଖାଇବାର ସୁଯୋଗ ଆମେ ପାଇପାରିବା। ଯଦି ଆଉ 11 ପଦରେ କ'ଣ ଲେଖାଯାଏ, ସେଇ 2 ପଦର 11 ପଦରେ ମଣ୍ଡଳୀ ଗୁଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଯେ ଜୟ କରେ ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାରେ କ୍ଷୟକ୍ଷତି ହେବ ନାହିଁ। ଆମେ ମରିଗଲେ ମଧ୍ୟ ପ୍ରଭୁ କହୁଛନ୍ତି, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ତେବେ ଆମମାନେ ମୃତ୍ୟୁ ହେଲେ ମଧ୍ୟ ସମସ୍ତେ କ'ଣ ହେବା, ନିଶ୍ଚିନ୍ତ ଭାବରେ ଜୀବିତ ହେବା। ତେବେ ପ୍ରଭୁ ଆଜି ଆମମାନଙ୍କର ନିମନ୍ତେ ଯେଉଁ ଆଜି ବାକ୍ୟ ଆମମାନଙ୍କୁ ଦେଇଛନ୍ତି, ସେଇ ବାକ୍ୟ ପ୍ରତି ଆମମାନେ କ'ଣ ହେବା, ମନୋଯୋଗୀ ହେବା। ସେଇ ବାକ୍ୟ ପ୍ରତି ଆମମାନେ କ'ଣ କରିବା, ମନୋଯୋଗୀ ହେବା। ନିଶ୍ଚିନ୍ତ ଭାବରେ ପ୍ରଭୁ ଆମକୁ କ'ଣ କରିବେ, ସୁରକ୍ଷିତ କରିବେ। ନିଶ୍ଚିନ୍ତ ଭାବରେ ସେ ଆମ ନିମନ୍ତେ ଯୋଜନା କରିଛନ୍ତି। ଆମକୁ କୌଣସି ଆପଦରେ ପଡ଼ିବାକୁ ଦେବେ ନାହିଁ। ମାତ୍ର ଶୈତାନ ଆମକୁ ଫାନ୍ଦରେ ପକାଇବା ପାଇଁ ଅନେକ ପ୍ରକାର ଚେଷ୍ଟା କରି ଆସୁଛି। ତେଣୁକରି ଆମମାନେ କ'ଣ କରିବା, ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆରମ୍ଭର କର୍ମ କରେ, ଆମ୍ଭେ ଯେପରି ଆମର ପିତାଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ। ଆଜି ସେଇ ବାକ୍ୟ ଆମମାନଙ୍କୁ କହୁଅଛି। ପ୍ରିୟ ଭାଇ ଏବଂ ଭଉଣୀଗଣ, ଆମମାନେ ଯଦି ସେଇ ମଶାଙ୍କୁ ପ୍ରଭୁ ଶକ୍ତି ପ୍ରାପ୍ତ କରିଥିଲେ, ତେବେ ତ ଯାଇ ସେ ମିଶର ଦେଶରୁ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରି ଆଣିଲେ। ଯଦି ପ୍ରଭୁଙ୍କ ଠାରୁ ସେଇ ଶକ୍ତି ପ୍ରାପ୍ତ ହେଇନଥାନ୍ତେ, ତାହେଲେ କେବେ ମଧ୍ୟ ମିଶରରୁ ଆଣିନଥାନ୍ତେ। ମୋଶା ଯୁହୁଦୀମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ। ଯଦି ଆପଣମାନେ ଦେଖିବାକୁ ପାଇବେ, ତାର ଯାତ୍ରା ପୁସ୍ତକ 15:1-18 ଯଦି ଆପଣମାନେ ଘରେ ମଧ୍ୟ ପଢ଼ିପାରିବେ, କିଭଳି ଭାବରେ ସେଇ ଲୋକମାନଙ୍କୁ ମୋଶା ଉଦ୍ଧାର କରି ଆଣିଥିଲେ। ଠିକ ତଦ୍ରୂପ ଆମେ ଯେତେବେଳେ ହୀନସ୍ଥା ଏବଂ ଅବସ୍ଥାରେ ଥିଲୁ, ସେତେବେଳେ ପିତା ଈଶ୍ୱର ଆମର ନିମନ୍ତେ ଚିନ୍ତା କଲେ। এই ମନୁଷ୍ୟ ଜାତି ଯେପରିକି ପାପରେ ପତିତ ନ ହେବ, ବିନଷ୍ଟ ନ ହେବ, ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଯୋଜନା କଲେ। ଆଉ ସେ ନିଜେ ପୁତ୍ର ରୂପ ଧାରଣ କରି এই ପୃଥିବୀରେ କ'ଣ ହେଲେ, ଆବିର୍ଭାବ ହେଲେ ଏବଂ ଆମର ପାଇଁ ଅନେକ କ୍ଲେଶ, ଅନେକ କଷ୍ଟ କ'ଣ କଲେ, ପ୍ରଭୁ ସହିକଲେ। ଆଜି ସେଇ ପ୍ରଭୁ ଆମମାନଙ୍କୁ କହୁଛନ୍ତି, ସେଇ ପ୍ରଭୁ ଆମମାନଙ୍କୁ ଆଜି ଆହ୍ୱାନ କରୁଛନ୍ତି ଆଉ ଡାକୁଛନ୍ତି। ଆମେ ତାଙ୍କର ଡାକକୁ ଆମେ ଶୁଣୁନା। ପ୍ରିୟ ଭାଇ ଏବଂ ଭଉଣୀଗଣ, ଏହିପରି ଦିନ ଆସିବ, ପ୍ରାର୍ଥନା କରିବା ପାଇଁ ମଧ୍ୟ ଆମକୁ ସୁଯୋଗ ମିଳିବ ନାହିଁ। ପ୍ରାର୍ଥନା କରିବା ପାଇଁ ମଧ୍ୟ ଆମକୁ ସ୍ଥାନ ମିଳିବ ନାହିଁ। ତେଣୁକରି ଆମେ ସମସ୍ତେ କ'ଣ ହେବା, ନିଜେ ନିଜେ ସତର୍କ ହେବା ଆଉ ପ୍ରଭୁଠାରେ ଆମର ଜୀବନକୁ କ'ଣ କରିବା, ସମର୍ପଣ କରିବା। ତେବେ ଖ୍ରୀଷ୍ଟ ଆମର ନିମନ୍ତେ এই ପୃଥିବୀର ଶୈତାନ ବନ୍ଧନରୁ ମୁକ୍ତ କରିଅଛନ୍ତି। সেই ମେଷଶାବକକୁ ଆମମାନେ ପାଇଅଛୁ। ଖ୍ରୀଷ୍ଟ ମୃତ୍ୟୁର ବଳ ଭାଙ୍ଗି ଆଜି ସେ ସ୍ୱର୍ଗରେ ବିରାଜମାନ କରିଛନ୍ତି ଏବଂ ପ୍ରତ୍ୟେକଙ୍କର ହୃଦୟକୁ ସେ ଦେଖିଛନ୍ତି, ପ୍ରତ୍ୟେକଙ୍କର ହୃଦୟକୁ ସେ ଦେଖୁଛନ୍ତି। ତେବେ
ईश्वर शैतान बंधन मुक्त कर परित्राण प्रदान कर ईश्वर उद्धार कार्य सकाशे पृथ्वीर समस्त जातिर लोक मैंने सम्मुखें आसवे एवं मात्र चिन्ह ना प्रभु को एवं जानू ना जिते समय आसब से समग्र मानव जाति निजे स्वीकार कर ख्रीष्ट ही सत्य ईश्वर तेरे भाग्यर प्रत्येक कथा केवे अन्यथा हेब ना तेणुक आम मैंने प्रत्येक ख्रीष्टर रक्त द्वारा किणा जाइछु एवं प्रभुंर संतान संतति हेबार गौरव पाइछु से गौरव प्राप्त हो आम जेपरिक हराई न पारू एप्रति सदासर्वदा कौन करवा प्रभु निकटरे निजर निजर जीवन को समर्पित करवा तेरे लोक मैंने सम्मुखें आसवे एवं आराधना करेंगे आम देखलु से 15 पदर 4 पदरे 15 पदर 4 पदरे कौन लिखा है हे प्रभु किए तुमको भय न करिबो किए तुमको भय न करिबो प्रभु प्रभु को आमे भय करू प्रभु को देखबा में हमर शक्ति नहीं जेंति कि मोसा सिनाई पर्वत मध्य जे बुदा मध्य पिता परमेश्वर को से देखी पार नथिले प्रभु को किए भय करबो नहीं किए तुम नामर गौरव कीर्तन न करिबो जेहेतु पिता परमेश्वर पुत्र रूप धारण करी आममानकर निमंते से कौन करिसंती अत्यंत प्रेम प्रकाश करिसंती सेही प्रभु को आम किपरि गौरव प्रशंसा न करी रही पारिबा कारण केवल तुम ही पवित्र पिता परमेश्वर पवित्र से स्वयं जीवी से मृत्युर बल भांगी अच्छा से मृत्युर बल कौन कर भांगी अच्छा से प्रभु को आम मैंने सेवा करुछु से प्रभु को आम मैंने पाइछु तेरे प्रभु ठारे आम जीवन को कौन करवा समर्पण करवा प्रभु ठारे आम समर्पण करवा ये जो 4 पदर पढ़ी यार अर्थ यह नुहे यही जातीय समूह समस्त लोकर परित्राण प्राप्त हे बरं यार अर्थ यह अटे जे ईश्वर को शेष विचार प्रदत्त होगापी जो मैंने नर्क जाइए से एकत्र ईश्वर प्रभु बोली स्वीकार करेंगे जो मैंने नर्कगामी होते से शेष विचार प्रभु को निजर प्रभु स्वीकार करेंगे जदि आम मैंने देखा तार गीत संहिता 86:10 एठारे लिखा जाए कारण तुम्हें महान आश्चर्य कर्म करुथा तुम्हें महान कारण तुम्हें महान आश्चर्य करुथा तुम्हें एकमात्र परमेश्वर तुम्हें एकमात्र परमेश्वर तेणुक प्रत्येक लोक जे नर्कगामी होते से कौन कर प्रभु को स्वीकार कर तो फिलिपियो तार 2 पर्व 9-11 फिलिपियो 2 पर्व 9-11 प्रत्येक जीवा जीशुख्रीष्ट को कौन कर प्रभु स्वीकार कर नहीं कारण ईश्वर अतिशय उन्नत कर आम मैंने हिंसा गोष्ठी प्रभु आमको उन्नत कर उन्नत आलोकर संतान भाव आमको कौन परिगणित कर आम मैंने आलोकर संतान आउ प्रभु जो मैंने विश्वास कर बचे से निश्चिंत भाव उठे प्रथम थेसलोनिय तार 4 पर्व 16 पद
जो माने यीशु ख्रीष्टठारे विश्वास कर रही अच्छे से प्रिय भाई भौणीगण आम मान निमंते अनेक प्रकार वाक्य आम रही मात्र आम विश्वास को दुर्बल आम विश्वास को किपरि सबल करवा से आम माने यत्नवान आम माने समस्ते आलोक एवं दिवसर संतान आम माने आलोकर संतान देखा प्रथम थेसलिनिय तार 5:5 लिखा जाए प्रथम थेसलिनिय तार 5:5 लिखा जाए आमे रात्रि की अंधार संतान प्रभु को पाई आम मैंने आलोकर संतान आम मैंने प्रभु को पाई कौन है आलोकर संतान प्रिय भाई भौणीगण एक प्रकाशित वाक्य आम सतर्क बाणी कराची आम मान को सुजोग देवअच्छे आम मान जहाँ सब कुअभिलाष अच्छी से अभिलाष सब आम कौन करवा परित्याग करवा आम चिठी वाक्य शुणलु आम नम्रता शांति दीर्घ सहिष्णुता यहीपरि आम जीवन में जदि रही निश्चित भाव प्रभु आमर पाखे यही सब क्षमा दया जदि आमर पाखे ना केवे प्रभु छामे आम दंडमान हो पार तेरे प्रिय मोर विश्वासी समस्त को प्रभु आज रविवार आम को जो वाक्य आम निमंते प्रदत्त कर जेपरिक आम हृदय स्थान पाइब एवं प्रभुंकर निमंते आम निजे निजे समर्पित हो जीवन अतिबाहित करने संगे संगे प्रभुंठारे विश्वास भरोसा कर बचापी प्रभु आम समस्त अनुग्रह एवं आशीर्वाद करूँ आम प्रभुंकर कल्याण करूँ।